जय जगन्नाथ। आपण मानकु समस्तंकु स्मृति सांत्वनार सारस्वत अभिनंदन ओ शब्द प्रणाम। स्मृति सांत्वनार मासिक डिजिटाल साहित्य आसरर 59तम अध्यायर प्रसारण पर्वरे आपण मानकु स्वागत करुछि। स्वागतम स्वागतम सुस्वागतम। दिन जाए सिना चिन्ह रही जाए गारे लुह धारे हसकु नेई गह गह धरा बासे मह मह सेय लिभा स्मृति धूप जळेई। ସେହି ଅଭୁଲା ଅଲିଭା ସ୍ମୃତିର ସ୍ୱାକ୍ଷର ମାନସକନ୍ୟା ଗଳ୍ପ ଓ କବିତାର ସମ୍ଭାରକୁ ନେଇ କବିମାନଙ୍କର ହୃଦୟର ଭାଷାକୁ ନେଇ ଆଜିର 59ତମ ମାସିକ ଡିଜିଟାଲ ସାହିତ୍ୟ ଆସର ଆପଣମାନଙ୍କ ସମ୍ମୁଖରେ ନିଜକୁ ପ୍ରସାରିତ କରିବାକୁ ଯାଉଛି। ଏହି ଡିଜିଟାଲ ଆସରର ଅୟଂ ଆରମ୍ଭରେ ମୁଁ ଆପଣମାନଙ୍କର ଶ୍ରଦ୍ଧା ସହଯୋଗ ସ୍ନେହ ଓ ଭଲ ପାଇବାକୁ ସ୍ୱାଗତ କରୁଛି ଏବଂ ସ୍ମୃତି ସାନ୍ତ୍ୱନାର ଶୁଭେଚ୍ଛୁ ଭାବେ ଆପଣମାନଙ୍କର ପଦେ ପଦେ ଆଶୀର୍ବାଦରେ ସ୍ମୃତି ସାନ୍ତ୍ୱନା ଆଜକୁ 13 ବର୍ଷ ହେଲା ପାଦେ ପାଦେ ଆଗେଇ ଯାଇଛି ଓ 59ତମ ମାସିକ ଡିଜିଟାଲ ଆସର କରୋନାର ଆରମ୍ଭରୁ ଏଯାବତ ନିରବିଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସିଛି। ଆଜିର ଉପସ୍ଥିତ ନିମନ୍ତ୍ରିତ ଅତିଥି କବି ଲେଖକ ଓ ସାହିତ୍ୟିକମାନଙ୍କୁ ମୁଁ ସ୍ୱାଗତ କରୁଛି, ଧନ୍ୟବାଦ ଅର୍ପଣ କରୁଛି ଏବଂ ଆପଣମାନଙ୍କର ସମସ୍ତ ଶ୍ରୋତାମାନଙ୍କର ଶ୍ରଦ୍ଧା ଶୁଭେଚ୍ଛାକୁ ହୃଦୟ ଭରି ଆନ୍ତରିକ ଧନ୍ୟବାଦର ଶବ୍ଦ ଅର୍ପଣ କରୁଛି। ଯେଉଁମାନେ ଆଜିର ଅତିଥି ହୋଇ ଡିଜିଟାଲ ଆସରର ଗୌରବ ବର୍ଦ୍ଧନ କରିଛନ୍ତି ସେମାନେ ହେଲେ ବ୍ରହ୍ମପୁରରୁ ପୁଷ୍ପଲତା ମିଶ୍ର, ରାଉରକେଲାରୁ ସ୍ନେହଲତା ପଟ୍ଟନାୟକ, ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକ, ଫରିଦାବାଦରୁ ମୀନାକ୍ଷୀ ମିଶ୍ର, ରାଞ୍ଚିରୁ ବିନୟ ପଟ୍ଟନାୟକ, କଟକରୁ ସୁଧୀରା ଲକ୍ଷ୍ମୀ ପଟ୍ଟନାୟକ, ଛବିନାବାଳା ସେନାପତି, ଭଦ୍ରକରୁ ମନିକା ମହାପାତ୍ର, ଭୁବନେଶ୍ୱରରୁ ମନୋରମା ମିଶ୍ର, ସଂଯୁକ୍ତା ଦାସ, ନିହାରିକା ରାୟ ବରାଳ, ଗୀତାଞ୍ଜଳି ସ୍ୱାଇଁ, ମନୋରମା ପଣ୍ଡା, ଶରତ କୁମାରୀ ମିଶ୍ର, ସବିତାରାଣୀ ବେହେରା, ସୁଧୀରା ଲକ୍ଷ୍ମୀ ଆଦି ସାହିତ୍ୟିକ ଓ ଲେଖକମାନଙ୍କୁ ମୁଁ ପୁନଶ୍ଚ ସ୍ୱାଗତ କରୁଛି ଓ ଧନ୍ୟବାଦ ଅର୍ପଣ କରୁଛି। ବର୍ତ୍ତମାନ ଆମେ ସ୍ୱାଗତ ପର୍ବରେ ସମ୍ପାଦିକାଙ୍କୁ ଭେଟିବା ଏବଂ 59ତମ ମାସିକ ଡିଜିଟାଲ ଆସରର ଅୟଂ ଆରମ୍ଭରେ ସ୍ମୃତି ସାନ୍ତ୍ୱନାର ୟୁଟ୍ୟୁବ ଚ୍ୟାନେଲ, ସ୍ମୃତି ସାନ୍ତ୍ୱନାର ଡିଜିଟାଲ ଆସର ଏବଂ ସ୍ମୃତି ସାନ୍ତ୍ୱନା ପତ୍ରିକା ତରଫରୁ ସମସ୍ତମାନଙ୍କୁ, ସମସ୍ତ ଶ୍ରୋତୃମାନଙ୍କୁ, ସମସ୍ତ ସହଯୋଗୀମାନଙ୍କୁ, ସମସ୍ତ ଅତିଥିମାନଙ୍କୁ ଆନ୍ତରିକ ଧନ୍ୟବାଦ ଦେଇ ମୁଁ ଏଇଠାରେ ମୋର ସ୍ୱାଗତ ପର୍ବକୁ ଶେଷ କରୁଛି। ନମସ୍କାର, ଜୟ ଜଗନ୍ନାଥ।